ସେ ଏକ ଶକ୍ତି, ତାଙ୍କୁ ପ୍ରାର୍ଥନା କଲେ ମିଳେ ମୁକ୍ତି। ତାଙ୍କ ବିନା ଜଗତ ଅନ୍ଧାର, ସେ ସକଳ ଶକ୍ତିର ଆଧାର ଏବଂ ବର୍ତ୍ତମାନର ଦୃଶ୍ୟମାନ ଭଗବାନ, ସେ ହେଉଛନ୍ତି ସୂର୍ଯ୍ୟ ଭଗବାନ। କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହି ମନ୍ଦିରର ନିର୍ମାଣ କଥା ଏକ ଅଦ୍ଭୁତ ଓ ରହସ୍ୟମୟ। 12 ବର୍ଷର ତପସ୍ୟା, 1200 କାରିଗର, 12 ବର୍ଷର ପରିଶ୍ରମ ଏବଂ 12 ବର୍ଷର ବାଳକ ଧର୍ମପଦର ପ୍ରାଣ ତ୍ୟାଗରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ଏହାର ରହସ୍ୟ କ'ଣ ରହିଛି, ଆସନ୍ତୁ ଗୋଟି ଗୋଟି କରି ବୁଝିବା। ପ୍ରଥମେ 12 ବର୍ଷର ତପସ୍ୟା କିଏ ଏବଂ କାହିଁକି କରିଥିଲେ? ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ବଡ଼ ସୁନ୍ଦର ଓ ସୁକୁମାର ପୁତ୍ର ଥିଲେ, ଯାହାଙ୍କର ନାମ ଥିଲା ଶାମ୍ବ, ଯିଏକି ସବୁବେଳେ ଦେବର୍ଷି ନାରଦଙ୍କୁ ହଇରାଣ କରୁଥିଲେ। ଥରେ ଦେବର୍ଷି ନାରଦ ଶାମ୍ବଙ୍କୁ ଦଣ୍ଡ ଦେବା ପାଇଁ ଏକ ଯୋଜନା କରିଥିଲେ ଏବଂ ଶାମ୍ବଙ୍କ ପାଖକୁ ଯାଇ ସେ କହିଲେ, ତୁମ୍ଭର ସୁନ୍ଦର ଶରୀର ଅଛି, ତୁମ୍ଭେ ଏବେ ଯାଇ ଗୋପୀମାନଙ୍କ ସହ ଜଳ କ୍ରୀଡ଼ା କର। ଯେତେବେଳେ ଶାମ୍ବ ଯାଇ ଜଳ କ୍ରୀଡ଼ା କଲେ, ଠିକ୍ ସେହି ସମୟରେ ନାରଦ ଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କହିଲେ, ଆପଣଙ୍କ ପୁତ୍ର ନିଜ ମା ସମ୍ମାନର ଗୋପୀମାନଙ୍କ ସହ ଜଳ କ୍ରୀଡ଼ା କରୁଛନ୍ତି। ଏହା ଶୁଣି ପ୍ରଭୁ ଶ୍ରୀକୃଷ୍ଣ ଅତ୍ୟନ୍ତ କ୍ରୋଧିତ ହୋଇ ଜଳ କ୍ରୀଡ଼ା ନିକଟକୁ ଯାଇ ଶାମ୍ବଙ୍କୁ ଅଭିଶାପ ଦେଲେ। ଅଭିଶାପ ଫଳରେ ଶାମ୍ବଙ୍କୁ ହୋଇଗଲା କୁଷ୍ଠରୋଗ। ଶାମ୍ବଙ୍କ ନିଜର ଭୁଲ ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରୁ କ୍ଷମା ପ୍ରାର୍ଥନା କଲେ। ପୁତ୍ରର କୁଷ୍ଠରୋଗ ଦେଖି ପ୍ରଭୁ ଶ୍ରୀକୃଷ୍ଣ ସହ୍ୟ ନ କରିପାରି ଦେବର୍ଷି ନାରଦଙ୍କୁ କହିଲେ, ଏହି ରୋଗରୁ ମୁକ୍ତି ପାଇବା ପାଇଁ ଦେବର୍ଷି ନାରଦ ଶାମ୍ବଙ୍କୁ ସୂର୍ଯ୍ୟର ପ୍ରଥମ କିରଣ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନକୁ ଯାଇ ସୂର୍ଯ୍ୟଙ୍କୁ ପୂଜା ଅର୍ଚ୍ଚନା କରିବା ପାଇଁ କହିଲେ। ଏହା ଶୁଣି ଶାମ୍ବ ବାହାରି ପଡ଼ିଲେ। ଜଙ୍ଗଲ ରାସ୍ତା, ନଦୀ, ପାହାଡ଼ ଅତିକ୍ରମ କରି ଅନେକ କଷ୍ଟରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡ଼ିବା ସ୍ଥାନ କୋଣାର୍କରେ ପହଞ୍ଚି ଜଳପାନ ନ କରି ଶାମ୍ବ 12 ବର୍ଷ ତପସ୍ୟା କରିଥିଲେ। ଶାମ୍ବଙ୍କ ଏହି ଭକ୍ତିକୁ ଦେଖି ସୂର୍ଯ୍ୟ ଭଗବାନ ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି ଦେଲେ। ଏହାପରେ ନଦୀ ଗର୍ଭରୁ ଶାମ୍ବ ଏକ ସୂର୍ଯ୍ୟ ମୂର୍ତ୍ତି ପାଇ ସେଠାରେ ଏକ ଛୋଟ ମନ୍ଦିର ନିର୍ମାଣ କରି ସୂର୍ଯ୍ୟଙ୍କୁ ପୂଜା ଅର୍ଚ୍ଚନା ଆରମ୍ଭ କରିଥିଲେ। ପୌରାଣିକ ହିସାବରେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଦ୍ୱାରା କୋଣାର୍କରେ ସୂର୍ଯ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିରର ଆଉ ଏକ ବଡ଼ ରହସ୍ୟମୟ କାହାଣୀ, ଯାହା 1200 କାରିଗର 12 ବର୍ଷ କଠିନ ପରିଶ୍ରମ କରି ମନ୍ଦିରର ଚୂଳ ବା ଦଧିନଉତି ବସାଇ ପାରୁନଥିଲେ, କିନ୍ତୁ 12 ବର୍ଷର ବାଳକ ଧର୍ମପଦ ଏହି ମନ୍ଦିରର ଦଧିନଉତି ବସାଇ ପାରିଥିଲେ। କ'ଣ ରହିଛି ଏହାର ସମ୍ପୂର୍ଣ୍ଣ ରହସ୍ୟମୟ କାହାଣୀ, ଆସନ୍ତୁ ବୁଝିବା। 1238 ଠାରୁ 1264 ଖ୍ରୀଷ୍ଟାବ୍ଦ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହ ଦେବ ରାଜତ୍ୱ କରୁଥିଲେ। ଏହି ସମୟରେ କାକତୀୟ ସାମ୍ରାଜ୍ୟର ରାଜା ଗଣପତିଙ୍କ ସହ ଯୁଦ୍ଧ କରି ନରସିଂହ ଦେବ ବିଜୟ ହୋଇଥିଲେ। ଏହାପରେ ସେହି କାକତୀୟ ସାମ୍ରାଜ୍ୟରୁ ସୁନା, ରୂପା, ମୋତି ମାଣିକ ସବୁ ଆଣି କଳିଙ୍ଗ ରାଜ୍ୟରେ ପହଞ୍ଚିଥିଲେ। ଏହାପରେ ଲାଙ୍ଗୁଳା ନରସିଂହ ଦେବ ତାଙ୍କ ମାତା କସ୍ତୁରୀଙ୍କ ପାଦ ଛୁଇଁ ନମସ୍କାର କଲେ। ମାତା କସ୍ତୁରୀ ଆଶୀର୍ବାଦ ଦେଇ କୋଣାର୍କଠାରେ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ କହିଥିଲେ। କିନ୍ତୁ ରାଜା ମାତା କସ୍ତୁରୀଙ୍କୁ ପ୍ରଶ୍ନ କରିଥିଲେ ଯେ ସୂର୍ଯ୍ୟ ମନ୍ଦିର କୋଣାର୍କରେ ହିଁ କ'ଣ ପାଇଁ ନିର୍ମାଣ ହେବ? ଏହି ପ୍ରଶ୍ନ ଶୁଣି ମାତା କସ୍ତୁରୀ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବଙ୍କ ଦ୍ୱାରା କୋଣାର୍କରେ ନିର୍ମିତ ସୂର୍ଯ୍ୟ ମନ୍ଦିର ବିଷୟରେ କହିଥିଲେ। ଏହା ଶୁଣି ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ଏକ ଭବ୍ୟ ସୁନ୍ଦର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଲେ। ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରିଗରଙ୍କ ମଧ୍ୟରୁ 1200 ଭଲ ଭଲ କାରିଗରଙ୍କୁ ବଛା ହୋଇ ମନ୍ଦିରର କାମ ଆରମ୍ଭ କରାଗଲା। ମନ୍ଦିର ତିଆରିରେ ମୁଖ୍ୟ କାରିଗର ଥିଲେ
ବିଶୁ ମହାରଣା ସମୁଦ୍ରକୂଳ ଚନ୍ଦ୍ରଭାଗ ନଦୀ ମୁହାଣରେ ମନ୍ଦିରଟି ଏକ ରଥ ଆକାରରେ ତିଆରି ହେଲା। ଓଡ଼ିଶାର 12 ବର୍ଷର ରାଜସ୍ୱ ଖର୍ଚ୍ଚରେ ମନ୍ଦିରଟି ନିର୍ମାଣ ହେଲା। କିନ୍ତୁ କାରିଗରମାନେ ଯେତେ ଥର ମନ୍ଦିରର ଦଧିନଉତି ବା ମନ୍ଦିରର ଚୂଳକୁ ବସାଉଥାନ୍ତି ତା ଖସି ପଡ଼ୁଥାଏ। ମୁଖ୍ୟ କାରିଗର ବିଶୁ ମହାରଣା ସେ ତାଙ୍କର ସମସ୍ତ ବୁଦ୍ଧି ବିଦ୍ୟା ଖଟାଇ ମଧ୍ୟ ଦେଉଳର ମୁଣ୍ଡି ମାରି ପାରୁନଥିଲେ। 12 ବର୍ଷ ହେଲା ମନ୍ଦିର ସମ୍ପୂର୍ଣ୍ଣ ନିର୍ମାଣ ହୋଇନାହିଁ। ଏଣୁ ରାଜା କ୍ରୋଧରେ ବିଶୁ ମହାରଣାଙ୍କୁ ଡକେଇ କହିଲେ, ମୁଁ ଆଉ 7 ଦିନ ସମୟ ଦେଉଛି। ଏହା ମଧ୍ୟରେ ଦେଉଳରେ ମୁଣ୍ଡି ନ ମାରିପାରିଲେ 1200 କାରିଗରଙ୍କ ମୁଣ୍ଡ କଟା ହେବ। ବିଶୁ ମହାରଣା ସମସ୍ତ କାରିଗରଙ୍କୁ ରାଜାଙ୍କ ଆଦେଶ ଜଣାଇଦେଲେ। ଏହା ଶୁଣି କାରିଗରମାନେ ପ୍ରାଣ ଭୟରେ ଚେଷ୍ଟା କରୁଥିଲେ, କିନ୍ତୁ ଦଧିନଉତି ବସାଇବାରେ ବିଫଳ ହେଉଥିଲେ। ଠିକ୍ ଏହି ସମୟରେ ବିଶୁ ମହାରଣା ନିଜ ଘର କଥା ଭାବି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେ ନିଜ ଘର ଛାଡ଼ି ଯେତେବେଳେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଯୋଗଦାନ କରିଥିଲେ, ତାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ନିଜର ସନ୍ତାନକୁ ନ ଦେଖି ରାଜାଙ୍କ ମୃତ୍ୟୁଦଣ୍ଡରେ ନିଜର ପ୍ରାଣ ଚାଲିଯିବ ଭାବେ ସେ ନିଜକୁ ବୁଝାଇ ପାରୁନଥିଲେ। ସେ ସନ୍ତାନ ଥିଲେ ପୁତ୍ର ଧର୍ମପଦ, ଯାହାକୁ ନିଜ ଗ୍ରାମବାସୀ ଧର୍ମା ବୋଲି ଡାକୁଥିଲେ। ଧର୍ମା ସବୁବେଳେ ନିଜ ବାପାଙ୍କ ବିଷୟରେ ନିଜ ମାଆଙ୍କୁ ପଚାରୁଥିଲେ। ଏହା ଶୁଣି ତୁମର ବାପା ବିଶୁ ମହାରଣା କଳିଙ୍ଗରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ଯାଇଛନ୍ତି। ସେ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଘରକୁ ପହଞ୍ଚିବେ, ଏମିତି ଧର୍ମାଙ୍କୁ ବୁଝାଇ 12 ବର୍ଷ ବିତି ଯାଇଥିଲା। କିନ୍ତୁ ଠିକ୍ ଏହି ସମୟରେ ଧର୍ମା ତାଙ୍କ ବାପାଙ୍କୁ ଦେଖା କରିବା ପାଇଁ ଜିଦ୍ କରିବାରୁ ତାଙ୍କ ମା' ତାଙ୍କ ଘର ବାଡ଼ି ବରକୋଳି ଦେଇ କୋଣାର୍କ ପଠାଇଥିଲେ। 12 ବର୍ଷର ଧର୍ମା ଖୋଜି ଖୋଜି ଯାଇ ମନ୍ଦିର ପାଖରେ ପହଞ୍ଚି ନିଜ ବାପାଙ୍କ ସହ ମିଶି ଘରର ସବୁ କଥା ଗୁଡ଼ିକ କହିଲେ ଏବଂ ତାଙ୍କର ବାଡ଼ି ବରକୋଳି ଖାଇ ସେ ନିଜ ପୁଅଙ୍କୁ କୁଣ୍ଢେଇ ପକାଇଲେ। 12 ବର୍ଷ ପରେ ପୁତ୍ରକୁ ଦେଖି ବାପା କିଛି ସମୟ ପାଇଁ ଆନନ୍ଦରେ ରହିଲେ, କିନ୍ତୁ ରାତି ପାହିଲେ 1200 ବଡ଼େଙ୍କ ମୁଣ୍ଡ କଟା ହେବ, ଏହାକୁ ମନେ ପକାଇ ଅଧିକ ଦୁଃଖ ଅନୁଭବ କଲେ। ବାପାଙ୍କ ମୁହଁରେ ଦୁଃଖ ଦେଖି ଧର୍ମା ସମସ୍ତ କଥା ପଚାରି ବୁଝିଲେ ଆଉ ନିଜ ବାପାଙ୍କୁ ସାହସ ଦେଇ କହିଲେ ଯେ ମୁଁ କାରିଗରୀ କୁଳର ପିଲା, ମନ୍ଦିରର ଦଧିନଉତି ମୁଁ ବସାଇ ପାରିବି। ତାଙ୍କ ବାପାଙ୍କ ଠାରୁ ଅନୁମତି ନେଇ ରାତାରାତି ମାପ ଚୁପ କରି ଦଧିନଉତି ବସାଇ ଦେଲେ। ଏହା ଦେଖି ସମସ୍ତେ ଖୁସି ହୋଇଗଲେ। କିନ୍ତୁ 1200 ବଢ଼େଇ ଭାବିଲେ, ଯାହା 1200 ବଢ଼େଇ କରିପାରିଲେନି ତାହା ଜଣେ 12 ବର୍ଷର ପିଲା କରିଛି। ଯଦି ରାଜା ଏହା ଜାଣିଲେ ନିଶ୍ଚୟ ସମସ୍ତଙ୍କ ମୁଣ୍ଡ କଟା ହେବ। ସମସ୍ତ ବଢ଼େଇ ଏକଥା ବିଶୁ ମହାରଣାଙ୍କୁ କହିଲେ। ଏହା ଶୁଣି ଧର୍ମା ଭାବିଲେ, ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ, ତେଣୁ ନିଜର ଜୀବନ ଅପେକ୍ଷା 1200 ବଢ଼େଇଙ୍କ ଜୀବନ ମୂଲ୍ୟବାନ। ଏହାକୁ ମନରେ ରଖି ମନ୍ଦିର ଚୂଳକୁ ଯାଇ ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିଲେ। ଏଠାରେ ନିଜ ପୁଅ ପାଇଁ ବିଶୁ ମହାରଣା କିଛି କରିନାହାନ୍ତି, କିନ୍ତୁ ବାପାଙ୍କ ସହ ଧର୍ମା କିଛି ମୁହୂର୍ତ୍ତ ରହିବା ପରେ ନିଜର ଜୀବନ ଦେବାକୁ ମଧ୍ୟ ପଛେଇ ନାହାନ୍ତି। କିନ୍ତୁ ଏଠାରେ ଅନେକ ଲୋକ ସନ୍ଦେହ କରନ୍ତି ଯେ ଏତେ ଛୋଟ ପିଲା ଏଡ଼େ ବଡ଼ ବଡ଼ ପଥର କେମିତି ଟେକି ପାରୁଥିଲେ, ଏତେ ବଡ଼ ଦଧିନଉତି କେମିତି ମାରିଦେଲେ। କିନ୍ତୁ ଧର୍ମପଦ ନିଜ ଜୀବନକୁ ବଳି ଦେଇ 1200 ବଢ଼େଇଙ୍କ ଜୀବନ ରକ୍ଷା କରିଥିଲେ, ଯାହା ସମସ୍ତଙ୍କୁ ଏକ ସନ୍ଦେଶ ଦେଇ ଯାଇଛନ୍ତି ଯେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ବନ୍ଦେ ଉତ୍କଳ ଜନନୀ। ଏହି ଭିଡ଼ିଓରେ ଆମେ କୋଣାର୍କ ମନ୍ଦିରର ପୌରାଣିକ ରହସ୍ୟ ଏବଂ ନିର୍ମାଣର ରହସ୍ୟ ଦେଖିଲେ। ନେକ୍ସଟ ଭିଡ଼ିଓରେ ଏହାର ଆଉ କିଛି ରହସ୍ୟ ରହିଛି, ସେଗୁଡ଼ିକୁ ଦେଖିବା। ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଏବଂ ଏହିପରି ଇଣ୍ଟରେଷ୍ଟିଂ ଭିଡ଼ିଓ ପାଇଁ ଆମ ଚ୍ୟାନେଲ ୱାଇଏଲ୍ ନଲେଜକୁ ସବସ୍କ୍ରାଇବ୍ କରନ୍ତୁ।